ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ କ'ଣ ସବୁ ଦେଖୁଥିଲା? ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ ନୀଳ, ସାଗର, ପାହାଡ଼, ପର୍ବତ ସବୁ ଦେଖୁଥିଲା ପିଲାମାନେ। ତାପରେ ପିଲାମାନେ ଦେଖ, କିଏ ମୁନି ନୟନକୁ ମୋହିତ କରିଦିଏ? ବିଜନତା। ପିଲାମାନେ ବିଜନତା ରାଇଟ୍ ଆନ୍ସାର୍। ଭୟରେ କେଉଁଠି ସଦା ହୃଦୟ ଧରେ? ରଣକ୍ଷେତ୍ରରେ। ପିଲାମାନେ ରାଇଟ୍ ଆନ୍ସାର୍ ହେବ ରଣକ୍ଷେତ୍ରରେ। ଭୀମସ୍ଥଳ କାହାକୁ କୁହାଯାଇଛି? ଭୟଙ୍କର ନିର୍ଜନ ସ୍ଥାନକୁ କୁହାଯାଇଛି ପିଲାମାନେ। ନିର୍ବାସିତର ନୟନ ଆଉ କ'ଣ ଦେଖିବ ନାହିଁ ବୋଲି ସେ ମନେ କରିଛି? ସୁନ୍ଦର ଦେବତୁଲ୍ୟ ନର ଆନନ। ପିଲାମାନେ ତା'ର ଦେଖ 6 ନମ୍ବରରେ ଅଛି, ତା'ର ଆଉ କ'ଣ ତୋଷିବ ନାହିଁ? ମଧୁମୟ। ପଶୁମାନେ ନିର୍ବାସିତର ଚଉପାର୍ଶ୍ୱରେ କିପରି ଭ୍ରମଣ କରୁଥିଲେ ପିଲାମାନେ? ନିର୍ଭୟରେ। ନିର୍ବାସିତଟି କିପରି ଗିରି ଓ ସମୁଦ୍ର ଲଙ୍ଘନ କରିଯିବ ବୋଲି ଭାବିଛି? ବିହଙ୍ଗ ପକ୍ଷ ବଳରେ। ତାପରେ ପିଲାମାନେ କେଉଁ ପଥରେ ନିତ୍ୟ ସଞ୍ଚରଣ କରିବା ପାଇଁ ସେ ଅଭିଳାଷ ପୋଷଣ କରିଛି? ଧର୍ମ ଓ ସତ୍ୟ ପକ୍ଷେ। ପିଲାମାନେ ନିର୍ବାସିତ ବ୍ୟକ୍ତିଟି ବିଜ୍ଞ ବିଶେଷ ହୋଇପାରନ୍ତା। ନିର୍ବାସିତ ବ୍ୟକ୍ତିଟି ବିଜ୍ଞ ବିଶେଷ ହୋଇପାରନ୍ତା ପ୍ରବୀଣ ଜନଠାରୁ ସତ ଉପଦେଶ ଗ୍ରହଣ ପୂର୍ବକ। କାହାଠାରୁ ସବୁପଦେଶ ଲଭିବା ପାଇଁ ଆଶା ପୋଷଣ କରିଛି? ପ୍ରବୀଣ ଜନଠାରୁ। ଧର୍ମ ସହିତ କ'ଣ ସରି ନୁହଁଇ? ମଣିକାଞ୍ଚନ। ରାଇଟ୍ ଆନ୍ସାର୍ ହେବ ମଣିକାଞ୍ଚନ। ଧର୍ମ ଉତ୍ସବ ସୁଖ ଦେଖିବାରେ ଘର ବନ କେତେ ଅଭ୍ୟସ୍ତ? ଆଦୌ ଅଭ୍ୟସ୍ତ ନୁହେଁ। ରାଇଟ୍ ଆନ୍ସାର୍ ପିଲାମାନେ ଲେଖିଦେବ। ପ୍ରଭଞ୍ଜନ, ମନ ଓ ଆଲୋକ ଏମାନଙ୍କୁ କିପରି ତୁଳନା କରାଯାଇଛି? ଏମାନଙ୍କୁ ଗତି ଅଚିନ୍ତନୀୟ ବୋଲି ତୁଳନା କରାଯାଇଛି। 15 ନମ୍ବର ଅଛି ତୁମର ଖ ବିଭାଗର ପିଲାମାନେ, ଏଇଟା ଲେଖିନେବ। ପୂର୍ବ କଥା ସ୍ମରଣ କଲେ ନିର୍ବାସିତକୁ କିପରି ଲାଗୁଥିଲା? ଯାଉଥିଲା। ବୃଥା ଭାବନାରେ କ'ଣ ମିଳେ ନାହିଁ? ଆନନ୍ଦ ମିଳେ ନାହିଁ ବୃଥା ଭାବନାରେ। ନିର୍ଜନ ଦ୍ୱୀପରେ ତା' ପାଇଁ ପ୍ରିୟ ବାର୍ତ୍ତା କ'ଣ ଥିଲା? ନିର୍ଜନ ଦ୍ୱୀପରେ ନିଜର ପ୍ରିୟଜନଙ୍କ ବାର୍ତ୍ତା ଥିଲା। ନିର୍ଜନ ଦ୍ୱୀପରେ ତା'ର ପାଇଁ ପ୍ରିୟ ବାର୍ତ୍ତା କ'ଣ ଥିଲା ବୋଲେ ନିର୍ଜନ ପ୍ରିୟଜନଙ୍କ ବାର୍ତ୍ତା ଥିଲା। ଈଶ୍ୱରଙ୍କ ଦୟାର କି ମହତ୍ତ୍ୱ ରହିଛି?